ହାଏ ସାଙ୍ଗମାନେ, ଜୟ ଜଗନ୍ନାଥ। ଆପଣ ଯଦି ନୂଆରେ ବେପାର କରିବାକୁ ଚାହୁଁଛନ୍ତି ତାହେଲେ ଆପଣ ଭାବୁଥିବେ ଗାଁରେ କଲେ ବେପାରଟା ଠିକ୍ ହେବ ନା ସହରରେ କଲେ ବେପାରଟା ଠିକ୍ ହେବ, ମାନେ ମାର୍କେଟରେ କଲେ ଭଲ ହେବ ନା ନିଜ ଗାଉଁଲି ଏରିଆରେ କଲେ ଭଲ ହେବ, ଏଇଟା ଚିନ୍ତା କରୁଥିବେ। କିନ୍ତୁ ମନେ ରଖନ୍ତୁ, ଯଦି ଆପଣ ଜଲ୍ଦି ବେପାରଟା ଗ୍ରୋ କରିବାକୁ ଚାହୁଁଛନ୍ତି, ଆପଣଙ୍କୁ ନିହାତି ଅଧିକା ପଇସା ଦରକାର, ଅଧିକା ରୋଜଗାର ଦରକାର, ଅଧିକା ଆପଣଙ୍କର ବେପାର ହେବା ଦରକାର। ଆପଣ ଯଦି ଖଟିବାକୁ ଅଧିକା ପସନ୍ଦ କରୁଛନ୍ତି ତାହେଲେ ନିଶ୍ଚିତ ଭାବରେ ଆପଣ ସହରରେ ବେପାରଟି କରନ୍ତୁ। ଗାଁ ବେପାର ଆଉ ସହର ବେପାର ଭିତରେ କ'ଣ ଫରକ ମୁଁ ଆପଣଙ୍କୁ କହୁଛି। ଆପଣ ଯଦି ସହରରେ ବେପାରଟିଏ କରୁଛନ୍ତି, ଆପଣ ସେଇଠି ସମସ୍ତଙ୍କ ପାଇଁ ଅଚିହ୍ନା ଆଉ ସମସ୍ତଙ୍କ ପାଇଁ ଚିହ୍ନା, ଏମିତିକା ଜାଗା ସିଏ। କିଛି ଦିନ ରହିଲା ପରେ ପାଖ ଲୋକ ଚିହ୍ନିଯିବେ, କିନ୍ତୁ ଆପଣ ଅଚିହ୍ନା ଭଳିଆ ବ୍ୟବହାର କରିପାରିବେ ସେଠି। ତ ଆପଣଙ୍କର ବାକି କେହି ମାଗିବେନି ଆପଣଙ୍କୁ। ବାକି ମାଗିଲା ମାତ୍ରେ ଆପଣ ମୁହେଁ ଆପଣ ଜବାବ ଦେଇପାରିବେ ତାକୁ କି ମୁଁ ବାକି ଦିଏନି କାହାକୁ। କିନ୍ତୁ ଗାଁରେ ଆପଣ ଏଇ ଜିନିଷଟି କରିପାରିବେ ନାହିଁ, ଯେହେତୁ ଆପଣ ନିଜ ଗାଁ ଭାଇ ବନ୍ଧୁ ସବୁ ଲାଗି ରହିଛି, ଗାଁ ଗହଳିର ସମ୍ପର୍କ ଅଲଗା ପ୍ରକାର। ତ ଆପଣ ଖାଇସାରିଲା ପରେ ବି ଆପଣଙ୍କୁ ବାକି ନହେଲେ ଜିନିଷଟା ନେଇ ସାରିଲା ପରେ ଯାହା ବି ଏସବୁରେ ଆପଣ ଗାଁ ଲୋକଟି ବାକି ରହିଲା ବୋଲି କହିପାରିବେ, କିନ୍ତୁ ସହରରେ ସେସବୁ ନାହିଁ। ସହରରେ ଅଧିକା ଲୋକ, ସାଙ୍ଗେ ସାଙ୍ଗେ ଅଳ୍ପ ସମୟ ଭିତରେ ଅଧିକା ବେପାର ହେଇପାରିବ। ଗାଁର ଲୋକ ସଂଖ୍ୟା କମ୍ ଆଉ ଅଳ୍ପ ବେପାର ହେବ। ଯାହାର ନିହାତି ଦରକାର ସେଇ ଜିନିଷଟି ସେ କିଣିବ, ଯାହାର ନିହାତି ଦରକାର ସେ ଜିନିଷ ଗୁଡ଼ା ସେ ବ୍ୟବହାର କରିବେ। କିନ୍ତୁ ସହରରେ ଯେହେତୁ ପଇସାର ଇନକମ୍ର ଅଧିକା, ସେଥିପାଇଁ ଇଏ ବି ଅଧିକା, କିଣା ବିକା ବି ଅଧିକା, ସେଠି ଲୋକ ବ୍ୟବହାର କରୁଛନ୍ତି ଅଧିକା ଜିନିଷ। ଗାଁର ଆଉ ସହରର ବେପାର ବହୁତ ଆକାଶ ପାତାଳ ଫରକ। ଆପଣ ସହରରେ ଚାହିଁଲେ ଆପଣଙ୍କ ଯାହା ଇଚ୍ଛା ତାହା ବେପାର କରିପାରିବେ, ଯାହା ଇଚ୍ଛା। ଆପଣ ଟେଷ୍ଟ ଯଦି ଫୁଡ଼୍ ଆଇଟମ୍ କରୁଛନ୍ତି ତାହେଲେ ଟେଷ୍ଟ ସେଇଠି ଦେଖନ୍ତିନି, ଅଳ୍ପ ଲୋକ କିଛି ଦେଖନ୍ତି, କିନ୍ତୁ ନୂଆ ସବୁ ଲୋକ ଆପଣଙ୍କ ଦୋକାନକୁ ମାଡ଼ିବେ। ଆଜି ପାଖ ଆଖରେ କୁଆଡ଼େ ଯିବା ଆସିବା ପାଇଁ ଭଲ ରୋଡ଼ଟି ହେଇଛି, ସେ ରୋଡ଼ରେ ବିଭିନ୍ନ ପ୍ରକାର ଲୋକ ଯିବେ, ସେଇ ଆପଣ ଦୋକାନରେ ବିଭିନ୍ନ ପ୍ରକାର ଲୋକ ମାଡ଼ିବେ। କିନ୍ତୁ ଗାଁରେ କେବଳ ଆପଣଙ୍କୁ ଯେଉଁମାନେ ଜାଣିଛନ୍ତି, ଆପଣଙ୍କର ଚିହ୍ନା ପରିଚୟ ଲୋକ, ଆପଣ ଭଲ ସମ୍ପର୍କୀୟ ଲୋକ, ସେମାନେ ହିଁ ଡେଲିକା କଷ୍ଟମର ହେଉଛନ୍ତି ଗାଁରେ। କିନ୍ତୁ ସହରରେ ସବୁ ନୂଆ କଷ୍ଟମର। ସେଥିପାଇଁ ଆପଣଙ୍କୁ ଯଦି ଧୀରେ ଧୀରେ ଗ୍ରୋ କରିବାର ଅଛି, ଅଳ୍ପ ପଇସାରେ ସନ୍ତୁଷ୍ଟ ହେବାର ଅଛି, ଶାନ୍ତିରେ ଚଳିବାର ଇଚ୍ଛା ଅଛି, ତାହେଲେ ଗାଁରେ କରନ୍ତୁ ବେପାରଟି। ଆଉ ଯଦି ଆପଣଙ୍କର ପଇସା ନିହାତି ଦରକାର, ସାଙ୍ଗେ ସାଙ୍ଗେ ଦରକାର, ସବୁଦିନ ମାନେ ଦିନିକିଆ, ମୋତେ ଆଜି ହିଁ ପଇସା ଦରକାର, ଆଜିର ବେପାରର ଆଜି ପଇସା ମୋତେ ଦରକାର, ବାକି ରଖିବାକୁ ଚାହୁଁନାହାନ୍ତି, ଅଧିକା ଖଟିବାକୁ ଚାହୁଁଛନ୍ତି କିନ୍ତୁ ଅଧିକା ପଇସା ବି ଦରକାର, ଏସବୁ ଯଦି ମନୋଭାବ ରଖିଥିବେ, ଆପଣ ସହରରେ ବେପାରଟିଏ କରନ୍ତୁ, ନିଶ୍ଚୟ ଆଗକୁ ଯିବେ। ଜୟ ଜଗନ୍ନାଥ। ଯଦି ଭିଡ଼ିଓଟି ଭଲ ଲାଗିଥିବ ସବସ୍କ୍ରାଇବ୍ କରିବେ, କମେଣ୍ଟ କରିବେ, ସେୟାର କରିବେ, ମୋତେ ସପୋର୍ଟ କରିବେ। ରହୁଛି।